This video is just information purpose only. It is not professional medical advice. For further advice, please consult with doctors. ଏହି ଭିଡ଼ିଓ କେବଳ ସୂଚନାମୂଳକ ଉଦ୍ଦେଶ୍ୟ ପାଇଁ। ଏହା ବୃତ୍ତିଗତ ଚିକିତ୍ସା ପରାମର୍ଶ ନୁହେଁ। ଅଧିକ ପରାମର୍ଶ ପାଇଁ ଦୟାକରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରମୋଦ କୁମାର ବେହେରା ଗୁଗୁଲ ଏକ୍ସପ୍ରେସ ୟୁଟ୍ୟୁବ୍ ଚ୍ୟାନେଲ ତରଫରୁ ଆପଣମାନଙ୍କୁ ଆଉ ଏକ ନୂତନ ଅଧ୍ୟାୟରେ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି। ଆଜି ଆସନ୍ତୁ HMPV ଭାଇରସ୍ ସମ୍ବନ୍ଧରେ ଆଲୋଚନା କରିବା। HMPV ଭାଇରସ୍ କହିଲେ ହ୍ୟୁମାନ୍ ମେଟାପନିମୋ ଭାଇରସ୍। ଏହି ରୋଗ ଧୀରେ ଧୀରେ ବ୍ୟାପୁଥିବାର ଦେଖିବାକୁ ମିଳିଛି। ତେଣୁ ମୁଁ ଚିନ୍ତା କଲି ମୁଁ ଜଣେ ମେଡ଼ିକାଲ ପ୍ରଫେସନାଲ ହିସାବରେ ଏ ସମ୍ବନ୍ଧରେ ମୋର ଜ୍ଞାନ ମତେ କିଛିଟା ସୂଚନା ପ୍ରଦାନ କରିବି। କୋଭିଡ଼ର 5 ବର୍ଷ ପରେ HMPV ଭାଇରସ୍ ବର୍ତ୍ତମାନ ଚୀନରେ ଆତଙ୍କ ଖେଳାଇଛି। ଏପରିକି ଏହି ଭାଇରସ୍ କୋଭିଡ଼ ପରି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ଉପୁଜିଲାଣି। ଏହି ଭାଇରସ୍ ଭାରତରେ ମଧ୍ୟ ପଦାର୍ପଣ କରିସାରିଲାଣି। ଆସନ୍ତୁ ସର୍ବପ୍ରଥମେ ଏହି ଭାଇରସ୍ ସମ୍ବନ୍ଧରେ ସମ୍ୟକ ଆଲୋଚନା କରିବା। ଏହି ଭାଇରସ୍ ସର୍ବପ୍ରଥମେ 2001 ମସିହାରେ ନେଦରଲ୍ୟାଣ୍ଡରେ ଚିହ୍ନଟ ହୋଇଥିଲା। ବିଶେଷଜ୍ଞମାନେ କୁହନ୍ତି ଏହି ଭାଇରସ୍ ସମ୍ବନ୍ଧରେ କୌଣସି ଭୟ କରିବାର ନାହିଁ। ଏହା ମୁଖ୍ୟତଃ ଶ୍ୱାସକ୍ରିୟା ରୋଗ ସହିତ ଜଡ଼ିତ। ଏହି ରୋଗରେ ସାଧାରଣତଃ ଗୋଟିଏ ବର୍ଷରୁ କମ୍ ବୟସର ପିଲା, 60 ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିମାନେ ଆକ୍ରାନ୍ତ ହୋଇଥାନ୍ତି। ଏବେ ଆସନ୍ତୁ ଆଲୋଚନା କରିବା ଏହି ରୋଗର ଲକ୍ଷଣ ବା ସିମ୍ପଟମ୍ ସମ୍ବନ୍ଧରେ। ଏହି ରୋଗର ମୋଷ୍ଟ କମନ୍ ସିମ୍ପଟମ୍ ହେଉଛି କଫ୍ ବା କାଶ, ଫିଭର ବା ଜ୍ୱର, ନାଜାଲ୍ କଞ୍ଜେସନ୍ ବା ନାକ ବନ୍ଦ ହେବା, ସର୍ଟନେସ୍ ଅଫ୍ ବ୍ରେଥ୍ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା। ଏବେ ଆସନ୍ତୁ ଜାଣିବା ଏହି ରୋଗ କିପରି ଭାବରେ ସଂକ୍ରମଣ ହୋଇଥାଏ ବା ଟ୍ରାନ୍ସମିଶନ୍। ଏହି ରୋଗ ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣେ ବ୍ୟକ୍ତିକୁ କିପରି ଭାବେ ବ୍ୟାପିଥାଏ ସେ ବିଷୟରେ ଆସନ୍ତୁ ଆଲୋଚନା କରିବା। ପ୍ରଥମେ ଡ୍ରପଲେଟ୍ ଇନଫେକ୍ସନ୍ ଫ୍ରମ୍ କଫିଂ ଅର୍ ସ୍ନିଜିଂ। କାଶିବା ଏବଂ ଛିଙ୍କିବା ଦ୍ୱାରା ଯେଉଁ କ୍ଷୁଦ୍ର ସଂକ୍ରମିତ ଜଳବିନ୍ଦୁ ବାହାରିଥାଏ ତାହା ସଂକ୍ରମିତ ନ ହୋଇଥିବା ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସରେ ପ୍ରବେଶ କରି ଏହି ରୋଗ ବ୍ୟାପିଥାଏ। ଦ୍ୱିତୀୟରେ କ୍ଲୋଜ୍ ପର୍ସନାଲ କଣ୍ଟାକ୍ଟ ସଚ୍ ଆଜ୍ ଟଚିଂ ଅର୍ ସେକିଂ ହ୍ୟାଣ୍ଡସ୍। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ କିମ୍ବା ହାତ ମିଶାଇଲେ ଏହି ରୋଗ ବ୍ୟାପିଥାଏ। ତୃତୀୟରେ ଟଚିଂ କଣ୍ଟାମିନେଟେଡ୍ ସର୍ଫେସେସ୍। ସଂକ୍ରମିତ ବ୍ୟକ୍ତି ଯେଉଁ ସ୍ଥାନର ସଂସ୍ପର୍ଶରେ ଆସିଥିବ ସେହି ସ୍ଥାନକୁ ସଂକ୍ରମିତ ନ ହୋଇଥିବା ବ୍ୟକ୍ତି ଗଲେ ଏହି ରୋଗ ହେବାର ସମ୍ଭାବନା ରହିଥାଏ। ଏବେ ଆସନ୍ତୁ ଆଲୋଚନା କରିବା ଇନକ୍ୟୁବେସନ୍ ପିରିୟଡ଼, ଅର୍ଥାତ୍ ଗୋଟିଏ ସଂକ୍ରମିତ ହୋଇଥିବା ବ୍ୟକ୍ତିଠାରୁ ଆଉ ଜଣେ ସଂକ୍ରମିତ ନ ହୋଇଥିବା ବ୍ୟକ୍ତିକୁ କେତେ ଦିନ ମଧ୍ୟରେ ଏହି ରୋଗ ବ୍ୟାପିଥାଏ ତାହା ଏଥିରେ ଦର୍ଶାଯାଇଛି। ଏହା ହେଉଛି 3ରୁ 6 ଦିନ ମଧ୍ୟରେ ଏହି ରୋଗ ଗୋଟିଏ ସଂକ୍ରମିତ ବ୍ୟକ୍ତିଠାରୁ ଅନ୍ୟ ଜଣେ ଭଲ ରୋଗକୁ ଏହା ବ୍ୟାପିଥାଏ। ଏବେ ଆସନ୍ତୁ ଆଲୋଚନା କରିବା ଏହି ରୋଗର ପ୍ରିଭେନ୍ସନ୍ ବା ପ୍ରତିରୋଧ ସମ୍ବନ୍ଧରେ। ଏହି ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ପାଇଁ କ'ଣ କ'ଣ ପ୍ରତିରୋଧକ ଆବଶ୍ୟକତା ହୋଇପାରେ ଆସନ୍ତୁ ଆଲୋଚନା କରିବା। ପ୍ରଥମେ ୱାସିଂ ହ୍ୟାଣ୍ଡସ୍ ଫ୍ରିକ୍ୱେଣ୍ଟଲି ୱିଥ୍ ସୋପ୍ ଆଣ୍ଡ ୱାଟର ଫର୍ ଆଟଲିଷ୍ଟ 20 ସେକେଣ୍ଡସ୍। ଏହି HMPV ଭାଇରସ୍ ସଂକ୍ରମଣକୁ ଏଡ଼ାଇବା ପାଇଁ ଅତି କମରେ 20 ସେକେଣ୍ଡ ପର୍ଯ୍ୟନ୍ତ ସାବୁନ ଓ ପାଣିରେ ବାରମ୍ବାର ହାତ ଧୁଅନ୍ତୁ। ଦ୍ୱିତୀୟରେ ଆଭଏଡ଼ିଂ ଟଚିଂ ଦି ଆଇଜ୍, ନୋଜ୍ ଅର୍ ମାଉଥ୍ ୱିଥ୍ ଅନୱାଶ୍ଡ ହ୍ୟାଣ୍ଡସ୍। ହାତ ସଫା ନ କରି ବା ଅପରିଷ୍କାର ହାତରେ ଆଖି,
ନାକ କିମ୍ବା ପାଟିକୁ ସ୍ପର୍ଶ କରନ୍ତୁ ନାହିଁ। ତୃତୀୟରେ, ଆଭଏଡିଂ କ୍ଲୋଜ୍ କଣ୍ଟାକ୍ଟ ୱିଥ୍ ପିପୁଲ୍ ହୁ ଆର୍ ସିକ୍। ଅସୁସ୍ଥ ବ୍ୟକ୍ତିଙ୍କ ସହ ଘନିଷ୍ଠ ସଂସ୍ପର୍ଶରୁ ଦୂରେଇ ରୁହନ୍ତୁ। ଚତୁର୍ଥରେ, କଭରିଂ ଦି ମାଉଥ୍ ଆଣ୍ଡ ନୋଜ୍ ହ୍ୱେନ୍ କଫିଂ ଅର୍ ସ୍ନିଜିଂ। କାଶିବା ବା ଛିଙ୍କିବା ସମୟରେ ନିଜର ମାସ୍କ ପିନ୍ଧନ୍ତୁ। ଏହି ଲକ୍ଷଣ ଥିଲେ ନିଜର ମାସ୍କ ପିନ୍ଧନ୍ତୁ। ପଞ୍ଚମରେ, କ୍ଲିନିଂ ଫ୍ରିକ୍ୱେଣ୍ଟଲି ଟଚ୍ଡ ସର୍ଫେସ୍। ସଂକ୍ରମିତ ବ୍ୟକ୍ତି ଯେଉଁ ଚଟାଣ ସଂସ୍ପର୍ଶରେ ଆସିଥିବେ ସେହି ଚଟାଣକୁ ବାରମ୍ବାର ସଫା ରଖନ୍ତୁ। ଷଷ୍ଠରେ, ଷ୍ଟେଇଂ ଆଟ୍ ହୋମ୍ ହ୍ୱେନ୍ ସିକ୍। ଦେହ ଅସୁସ୍ଥ ସମୟରେ ବାହାରକୁ ବାହାରନ୍ତୁ ନାହିଁ। ଏବେ ଆସନ୍ତୁ ଏହି ରୋଗର ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରିବା। ଏହି ରୋଗ ବର୍ତ୍ତମାନ ସୁଦ୍ଧା HMPV ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ ଚିକିତ୍ସା ନାହିଁ। ଏହି ରୋଗ ପାଇଁ କୌଣସି ଟୀକା ମଧ୍ୟ ବିକଶିତ ହୋଇନାହିଁ। ଲକ୍ଷଣ ଗୁଡ଼ିକର ସମାଧାନ ପାଇଁ ସାଧାରଣ ସହାୟକ ଯତ୍ନ ଦିଆଯାଇଥାଏ, ଯଥା ପ୍ରଥମେ ଷ୍ଟେଇଂ ହାଇଡ୍ରେଟ୍। ଦେହର ଜଳୀୟ ଅଂଶ କମ୍ ହେବାକୁ ଦିଅନ୍ତୁ ନାହିଁ। ବାରମ୍ବାର ପାଣି ପିଅନ୍ତୁ। ଦ୍ୱିତୀୟରେ, ରେଷ୍ଟିଂ। ଯଥେଷ୍ଟ ବିଶ୍ରାମ ନିଅନ୍ତୁ। ତୃତୀୟରେ, ଡ୍ରଗ୍ସ ଫର୍ ପେନ୍ ଆଣ୍ଡ ରେସ୍ପିରେଟୋରୀ ସିମ୍ପଟମ୍ସ। ଦେହରେ ଯନ୍ତ୍ରଣା ଅନୁଭବ କଲେ କିମ୍ବା ଥଣ୍ଡା କାଶର ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରନ୍ତୁ। ଚତୁର୍ଥରେ, ଅକ୍ସିଜେନ୍ ସପୋର୍ଟ ଇନ୍ ସିଭିୟର କେସେସ୍। ଶ୍ୱାସକ୍ରିୟା ଜନିତ କୌଣସି ଗୁରୁତର ସମସ୍ୟା ଉପୁଜିଲେ ତୁରନ୍ତ ଅକ୍ସିଜେନ୍ ନିଅନ୍ତୁ। ଅଧିକାଂଶ କ୍ଷେତ୍ରରେ ଏହି ରୋଗ ବିନା ଚିକିତ୍ସାରେ 2ରୁ 5 ଦିନ ମଧ୍ୟରେ ଆପେ ଆପେ ଭଲ ହୋଇଯାଇଥାଏ। ଭାରତରେ ଆଦୌ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଡାକ୍ତର ଅତୁଲ ଗୋଏଲ କହିଛନ୍ତି। ଏହି ରୋଗର ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିରୋଧ ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତରମାନେ କୁହନ୍ତି। ଧନ୍ୟବାଦ। ଏହି ଅଧ୍ୟାୟଟି ଆପଣମାନଙ୍କୁ କିପରି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ।